ଜୀବନରେ ନିଆଯାଉଥିବା କ୍ଷଣକ ପାଇଁ ଭୁଲ ନିଷ୍ପତ୍ତି ଆମକୁ ସାରା ଜୀବନ କନ୍ଦେଇ ଦେଇପାରେ। କ୍ଷଣକ ପାଇଁ ନିଆଯାଉଥିବା ଗୋଟିଏ ଛୋଟିଆ ନିଷ୍ପତ୍ତି ହୁଏତ ଆମକୁ ସାରା ଜୀବନ ହସେଇ ପାରେ, ଆମର ଭାଗ୍ୟକୁ ବଦଳେଇ ଦେଇପାରେ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିର୍ବିଦ ପଣ୍ଡିତ ସୁଧୀର ସ୍ୱାଗତ ଜଣାଉଛି ମୋର ଆଜିର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ। କେମିତି କଟିବ 2026 ମୀନ ରାଶି ମାନଙ୍କ ପାଇଁ। ପ୍ରିୟ ମୀନ ରାଶିର ବ୍ୟକ୍ତିବିଶେଷ, ଆପଣଙ୍କ ପାଇଁ 2026 ମସିହାର ସବୁଠୁ ସଠିକ୍ ଭବିଷ୍ୟବାଣୀ ଯାହା ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବାକୁ ଯାଉଛେ। ତେବେ 2026 ମସିହା ମୀନ ରାଶି ପାଇଁ ଆଧ୍ୟାତ୍ମିକ ଉନ୍ନତି, ମନୋବଳ ଓ ଭାଗ୍ୟ ଜାଗୃତିର ବର୍ଷ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଅଟକି ରହିଥିବା କାମ ଆପଣଙ୍କର ଆଗକୁ ବଢ଼ିବ। ଜୀବନରେ ଗୋଟେ ନୂଆ ଉପଲବ୍ଧି ଆପଣ ହାସଲ କରିବାକୁ ଯାଉଛନ୍ତି। ଏ ବର୍ଷ ନୂଆ କରି ଜୀବନକୁ ଆପଣ ଗଢ଼ିବାକୁ ଯାଉଛନ୍ତି, ଏଇଭଳି ବର୍ଷ। ତେବେ ପ୍ରିୟ ମୀନ ରାଶିର ବ୍ୟକ୍ତିବିଶେଷ, ପ୍ରଥମେ ଆପଣଙ୍କର ଗ୍ରହମାନଙ୍କର ଗୋଚରୀୟ ଭ୍ରମଣର ଅବସ୍ଥିତି ଉପରେ ଟିକେ ଲକ୍ଷ୍ୟ ପକାଇବ, ଟିକେ ନଜର କରିବା, ଲକ୍ଷ୍ୟ ଦେବା। ବୃହସ୍ପତି ଆପଣଙ୍କର ଚତୁର୍ଥରେ ରହିଛନ୍ତି। ଜୁନ ମାସ ପରେ ପଞ୍ଚମ ବୃହସ୍ପତି ଆପଣଙ୍କର ହେବେ। ବୁଧ ଶୁକ୍ର ଦଶମରେ ଥିଲାବେଳେ, କେତୁ ଆପଣଙ୍କର ସପ୍ତମରେ, ରବି ମଙ୍ଗଳ ଆପଣଙ୍କର ଏକାଦଶ ଭାବରେ ଥିଲାବେଳେ, ରାହୁ ଆପଣଙ୍କର ଦ୍ୱାଦଶରେ, ଶନି ଆପଣଙ୍କର ନିଜ ରାଶିରେ ଅବସ୍ଥାନ କରିଛନ୍ତି। ତେବେ ଚନ୍ଦ୍ର ରାଶି ଆଧାରରେ ଯଦି ଆମେ ବିଚାର କରିବା, ତାହେଲେ 2026 ମସିହାଟି ମୀନ ରାଶି ପାଇଁ ଆଧ୍ୟାତ୍ମିକ ଉନ୍ନତିର ବର୍ଷ, ନିଜର ମନୋବଳ ଏବଂ ଭାଗ୍ୟ ଜାଗୃତିର ବର୍ଷ। ନୂଆ କରି ଜୀବନ ଗଢ଼ି ତୋଳିବାର ଇଏ ହେଉଛି ବର୍ଷ। ତେବେ ଆସନ୍ତୁ ଆମେ ଆପଣଙ୍କର ଚାକିରି ବୃତ୍ତି, ଆପଣଙ୍କର ବ୍ୟବସାୟ ବାଣିଜ୍ୟ, ଆପଣଙ୍କର ଆର୍ଥିକ, ପ୍ରେମ, ବିବାହ, ସ୍ୱାସ୍ଥ୍ୟ, ଶିକ୍ଷା ଏ ତମାମ ପ୍ରସଙ୍ଗ ଉପରେ ଖୁବ୍ ସଂକ୍ଷିପ୍ତରେ ସଠିକ୍ ତଥ୍ୟ ରଖିବା, ସଠିକ୍ ଭବିଷ୍ୟବାଣୀ କରିବା। ପ୍ରିୟ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ସ୍କିପ୍ ନ କରି ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଜାଣନ୍ତୁ କେମିତି ରହିଛି 2026 ମସିହା ଆପଣଙ୍କ ପାଇଁ। ଯଦି ଆମେ କ୍ୟାରିୟର ଏବଂ ଚାକିରି ବୃତ୍ତିକୁ ଦେଖିବା, ତାହେଲେ ଏ ବର୍ଷ ଚାକିରି ଆଶାୟୀ ପ୍ରାର୍ଥୀମାନେ ବର୍ଷର ମଧ୍ୟଭାଗରୁ ଅର୍ଥାତ୍ ଜୁନ ମାସ ଠାରୁ ବର୍ଷ ଶେଷ ମଧ୍ୟରେ ନୂତନ କର୍ମ ନିଯୁକ୍ତିଟିଏ ପାଇପାରିବେ। ଯେଉଁମାନେ ଚାକିରି କରୁଛନ୍ତି ବା କୌଣସି କାର୍ଯ୍ୟରେ ଆପଣ ସମ୍ପୃକ୍ତ ରହିଛନ୍ତି, କାର୍ଯ୍ୟସ୍ଥଳରୁ ବା ଆପଣଙ୍କର କାର୍ଯ୍ୟ ଦକ୍ଷତାରୁ ଆପଣଙ୍କୁ ସମ୍ମାନ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କର ଏ ବର୍ଷ ଉନ୍ନତି ହେବ। ଯେଉଁମାନେ ସେବାମୂଳକ କାର୍ଯ୍ୟରେ ରହିଛନ୍ତି, ହସ୍ପିଟାଲ, ଶିକ୍ଷା, ଆଧ୍ୟାତ୍ମିକ କ୍ଷେତ୍ରରେ ଯେଉଁମାନେ ରହିଛନ୍ତି, ସେମାନେ ଏ ବର୍ଷ ପ୍ରଶଂସିତ, ଉଚ୍ଚ ପ୍ରଶଂସିତ ହେବେ। ବର୍ଷର ମଧ୍ୟଭାଗରେ ଆପଣଙ୍କର ପଦୋନ୍ନତି ହେବାର ସୁଯୋଗ ସୃଷ୍ଟି ହେବ ଏବଂ ଏ ବର୍ଷ ଚାକିରି ଆଶାୟୀ ପ୍ରାର୍ଥୀମାନେ ନୂତନ ଚାକିରି ବୃତ୍ତିଟିଏ ବର୍ଷର ମଧ୍ୟଭାଗରେ ପାଇପାରିବେ। ଯେଉଁମାନେ ବାଣିଜ୍ୟ ବ୍ୟବସାୟରେ ସମ୍ପୃକ୍ତ ରହିଛନ୍ତି, ବାଣିଜ୍ୟିକ ସଂସ୍ଥା ଗୁଡ଼ିକରୁ ଏ ବର୍ଷ ଅଧିକ ଲାଭ ଆପଣ ପାଇପାରିବେ। ଜଳ ସମ୍ବନ୍ଧୀୟ, ଔଷଧ ସମ୍ବନ୍ଧୀୟ ଏବଂ ଆପଣଙ୍କର ବିଦେଶରୁ ଯେଉଁମାନେ ଅର୍ଥ ଉପାର୍ଜନ କରିବା ପାଇଁ ବୈଦେଶିକ ମୁଦ୍ରା, ଆପଣ ଯେଉଁମାନେ ଅନଲାଇନ୍ କାମ କରୁଛନ୍ତି, ଏମାନେ ବେଶ କିଛି ଏ ବର୍ଷ ଲାଭ ପାଇପାରିବେ। ତେବେ ମୋଟ ଉପରେ ଯଦି ଆମେ ଦେଖିବା, ବ୍ୟବସାୟର ଯେକୌଣସି ପ୍ରକାର ବ୍ୟବସାୟ ହେଉନା କାହିଁକି, ବ୍ୟବସାୟ କ୍ଷେତ୍ରରେ ଏ ବର୍ଷ ଆପଣ ଶୁଭ ପରିଣାମ ପାଇବା ପାଇଁ ଯାଉଛନ୍ତି। କିନ୍ତୁ ସତର୍କତା ଏଇଠି ଯେ ଭ୍ରମ ଓ ଅସ୍ପଷ୍ଟତା ଠାରୁ ନିଜକୁ ଦୂରେଇ ରଖି ଆପଣ ବ୍ୟବସାୟ କରନ୍ତୁ।
ଆପଣଙ୍କର ଆର୍ଥିକ ପକ୍ଷକୁ ଯଦି ବିଚାର କରିବା 2026 ମସିହାରେ ଆପଣଙ୍କର ଆର୍ଥିକ ସ୍ଥିତି କେମିତି ରହିବ? ଆପଣଙ୍କର ଆୟ ସ୍ଥିର ରହିବ, ଧୀର ଗତିରେ ଆୟ ଆସିବ, ସେ ଆୟ ଆପଣଙ୍କର ସ୍ଥିର ରହିବ। ଆଧ୍ୟାତ୍ମିକ କାର୍ଯ୍ୟରେ, ଦାନ ଧର୍ମରେ ଆପଣଙ୍କର ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ଦୀର୍ଘକାଳୀନ ଯେଉଁ ପୁଞ୍ଜି ବିନିଯୋଗ କରିଥିଲେ ସେ ପୁଞ୍ଜି ବିନିଯୋଗରୁ ଆପଣ ଲାଭାନ୍ୱିତ ହେବାକୁ ଯାଉଛନ୍ତି। ତେବେ ସତର୍କତା ଏଇଠି ଯେ ଅନାବଶ୍ୟକ କେବେ କାହାକୁ ଧାର ଦିଅନ୍ତୁ ନାହିଁ। ଉଧାର ଦେଇଥିବା ଅର୍ଥ ଆପଣ ଆଉ ଫେରି ପାଇବା ସମ୍ଭବ ହୁଏତ ହେଇନପାରେ। ପ୍ରେମ ଏବଂ ବିବାହ ପ୍ରସଙ୍ଗ ଉପରେ ଯଦି ଆମେ ବିଚାର କରିବା, ପ୍ରେମ ଜୀବନରେ ଭାବନା ଏବଂ ସମର୍ପଣର ବର୍ଷ। ଯେଉଁମାନେ ଅବିବାହିତ ପୁତ୍ରକନ୍ୟା ରହିଛନ୍ତି, ଜୁନ୍ ମାସ ପରଠାରୁ ବିବାହ ପାଇଁ ଶୁଭ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଗୃହ ନିର୍ମାଣ, ଭୂମି, ଭବନ, ବାହନ ଏସବୁ ଗୁଡ଼ିକ ଆପଣ ପ୍ରାପ୍ତ ହୋଇପାରିବେ ଜୁନ୍ ମାସରୁ, ଅର୍ଥାତ୍ ବର୍ଷର ମଧ୍ୟଭାଗରୁ ଶେଷାର୍ଦ୍ଧ ଭିତରେ ଆପଣ ବେଶ କିଛି ଜୀବନରେ ବଡ଼ ଉପଲବ୍ଧିକୁ ଆପଣ ହାସଲ କରିପାରିବେ। ଯେଉଁମାନେ ବିବାହିତ ଦମ୍ପତି ରହିଛନ୍ତି, ଦାମ୍ପତ୍ୟ ଜୀବନରେ ଆତ୍ମିକ ଭାବନା ଭଲ ରହିବ, କିନ୍ତୁ ସତର୍କତାର ଆବଶ୍ୟକତା ରହିଛି। ଅତିରିକ୍ତ ଆଶା, କାହାଠାରୁ କିଛି ପାଇବାର ଅତିରିକ୍ତ ଆଶା, ବିଶେଷ କରିକି ପ୍ରେମ ଏବଂ ବୈବାହିକ ଜୀବନ କଥା ହିଁ ମୁଁ କହୁଛି। କାହାଠାରୁ ଅଧିକ ପାଇବାର ଆଶା ଏବଂ ଅତିରିକ୍ତ ଭାବୁକତା, ଏଠୁ ଆପଣ ଦୂରେଇ ରୁହନ୍ତୁ। ଆପଣଙ୍କର ପାରିବାରିକ ଜୀବନକୁ ଯଦି ଆମେ ଦେଖିବା, ପରିବାରରେ ଆପଣଙ୍କର ଶାନ୍ତି ସହଯୋଗ ଅବ୍ୟାହତ ରହିବ। ଘରେ ଆପଣଙ୍କର, ମୁଁ ଯେମିତି ଟିକେ ଆଗରୁ କହୁଥିଲି, ଧାର୍ମିକ କାର୍ଯ୍ୟ ହେବ, ଶୁଭ ମାଙ୍ଗଳିକ କର୍ମ ଏ ବର୍ଷ ଆପଣଙ୍କର ଘରେ ହେବ। ଆପଣଙ୍କର ପିତାମାତାଙ୍କର ସ୍ୱାସ୍ଥ୍ୟ ପାଇଁ ଆପଣ ଏ ବର୍ଷ ଟିକେ ଚିନ୍ତିତ ହେଇପାରନ୍ତି। ଶିକ୍ଷାର୍ଥୀମାନଙ୍କ କଥା ଯଦି ବିଚାର କରିବା, ଶିକ୍ଷାର୍ଥୀମାନେ, ଛାତ୍ରଛାତ୍ରୀମାନେ ଏ ବର୍ଷ ଶିକ୍ଷା କ୍ଷେତ୍ରରେ ବେଶ କିଛି ଶୁଭ ଫଳ ପ୍ରାପ୍ତ ହେବାକୁ ଯାଉଛନ୍ତି। ଶିକ୍ଷା କ୍ଷେତ୍ରରେ ନିଜର ଦକ୍ଷତାକୁ ପ୍ରତିପାଦନ କରିବାକୁ ଯାଉଛନ୍ତି। କଳା କ୍ଷେତ୍ରରେ, ସଙ୍ଗୀତ କ୍ଷେତ୍ରରେ, ଧ୍ୟାନ, ଆଧ୍ୟାତ୍ମିକ ଶିକ୍ଷା କ୍ଷେତ୍ରରେ ଏ ବର୍ଷ ଶିକ୍ଷାର୍ଥୀମାନେ ବେଶ ଭଲ ପ୍ରଦର୍ଶନ କରିବେ। ଶିକ୍ଷାର୍ଥୀମାନଙ୍କର ଏକାଗ୍ରତା ବଢ଼ିବ, ପାଠପଢ଼ାରେ ମନୋନିବେଶ କରିବେ, ଶିକ୍ଷା କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ସ୍ୱାସ୍ଥ୍ୟ କ୍ଷେତ୍ରକୁ ଯଦି ଆମେ ବିଚାରକୁ ନେବା, ପ୍ରିୟ ମୀନ ରାଶିର ବ୍ୟକ୍ତି ବିଶେଷ, ଏ ବର୍ଷ ଆପଣଙ୍କର ପାଦ, ରକ୍ତଚାପ ଏବଂ ନିଦ୍ରାହୀନତା, ଅତ୍ୟଧିକ ମାନସିକ ଚିନ୍ତା, ଯାହା ଆପଣଙ୍କର ସ୍ୱାସ୍ଥ୍ୟକୁ ବିଗାଡ଼ି ପାରେ। ସେଥିପାଇଁ ନିୟମିତ ଭାବରେ ଧ୍ୟାନ କରିବା, ପ୍ରାଣାୟାମ କରିବା, ପର୍ଯ୍ୟାପ୍ତ ବିଶ୍ରାମ ନେବା, ଏଗୁଡ଼ିକର ଆବଶ୍ୟକତା ଆମେ ଅନୁଭବ କରୁଛେ। ତେବେ ପୁନର୍ବାର ମୁଁ ଆପଣଙ୍କୁ କହି ରଖିବାକୁ ଚାହୁଁଛି, 2026 ମସିହାଟି ମୀନ ରାଶି ପାଇଁ ନୂଆ କରି ଗଢ଼ି ତୋଳିବାର, ନିଜକୁ ନୂଆ କରି, ଜୀବନକୁ ନୂଆ କରି ଗଢ଼ି ତୋଳିବାର ବର୍ଷ। ମୀନ ରାଶି ପାଇଁ ଆଧ୍ୟାତ୍ମିକତାର ବର୍ଷ, ମନ ଶାନ୍ତି ଓ ଭାଗ୍ୟ ଜାଗୃତିର ବର୍ଷ। ଟିପ୍ସ ହେଉଛି ଧୈର୍ଯ୍ୟ। ଧୈର୍ଯ୍ୟ ଧରନ୍ତୁ ଏବଂ ଭଗବାନଙ୍କ ଉପରେ ଭକ୍ତି ରଖି ନିଷ୍ଠାପର ଭାବରେ କର୍ମ କରନ୍ତୁ। ଆପଣ ସମୟ ସହିତ ତାଳ ଦେଇ ଚାଲିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ପ୍ରିୟ ମୀନ ରାଶିର ବ୍ୟକ୍ତି ବିଶେଷ, ଏ ବର୍ଷ ଶୁଭ ଉପାୟ ଆପଣ କ'ଣ କରିବେ? ବୃହସ୍ପତିବାରରେ ଆପଣ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ। ନିଶ୍ଚିତ ଭାବରେ ଏ ବର୍ଷ ଆପଣଙ୍କର ଭଲରେ ବିତିବ ଏବଂ ଏ ବର୍ଷ ଆପଣ ସଫଳତା ହିଁ ହାସଲ କରିବେ। ଆଜିର ଏହି ଉପସ୍ଥାପନାଟି ଆପଣଙ୍କୁ କେମିତି ଲାଗିଲା ଦର୍ଶକ ବନ୍ଧୁ? ଯଦି ମୋର ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି, ଲାଇକ୍ ଟିକେ କରିବେ, ମୋର ଭିଡ଼ିଓକୁ ସେୟାର କରିବେ ଏବଂ
नुआ करी मोर वीडियो को विजिट करथिले सब्सक्राइब टे करिया भूलबे नहीं। तेबे आज तो समय ही जाई दर्शक बंधु, आमे पुणी परवर्ती अध्याय देखाबा। से पर्यंत मते विदाय दियंतु। मु ज्योतिर्विद पंडित सूर्य। जय जगन्नाथ।